ସାର୍ ଶିବରାମ ଜେନା। ସାର୍ ସେଦିନ ଥିଲା 2017 ଡିସେମ୍ବର 11 ମାନେ ସୋମବାର 3:30 ଆମେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ କାଠ ପାଖରେ ମାନେ ବସ୍ ଦୁର୍ଘଟଣାରେ ବସ୍ ମାନେ କଟି ଯାଇଥିଲା। ସେଠୁ ଆମେ ସାଙ୍ଗେ ସାଙ୍ଗେ ଯେତେବେଳେ ଆକ୍ସିଡେଣ୍ଟ ହେଲା ସେଠୁ ଆମେ ସାଙ୍ଗେ ସାଙ୍ଗେ ଅମନି ହସ୍ପିଟାଲ ଗଲୁ। ସେଠି ଆଇସିୟୁରେ 8 ଦିନ ରହିବା ପରେ ଫାଷ୍ଟ ଗୋଟେ ଗୋଡ଼ କଟିଲା, ତାପରେ 3-4 ଦିନ ପରେ ଆଉ ଗୋଟେ ଗୋଡ଼ ସେମାନେ କାଟିଗଲେ। ତାପରେ 2018ରୁ ଆମେ ଆସିଲୁ, ଆଜିକୁ ପ୍ରାୟ ସାର୍ 7 ବର୍ଷ ହେଲା ମାନେ ଗୋଟେ ଘର ଅଛି, ଯୋଉଟା କି ମୋର ହେଭି କଣ୍ଡିସନ ଭେରି କ୍ରିଟିକାଲ, ତ ନର୍ମାଲ ଆର୍ଟିଫିସିଆଲ ଲିମ୍ବ ମଧ୍ୟ କାମ କରୁନି ସାର୍। ଆଜିକୁ 7 ବର୍ଷ ହେଲା ମାନେ ମୁଁ ଖାଲି ଗୋଟେ କାମ ନିଜ ହାତରେ ଅଛି ଖାଇବାଟା, ଆଉ ଆରମ୍ଭରୁ ଆଜିକି 7 ବର୍ଷ ହେଲା ଲାଟ୍ରିନ୍ କାମଠୁ ଆରମ୍ଭ କରିକି ତାପରେ ଗାଧୁଆ କାମ ସବୁ ମା ଭାଇ ସେମାନେ କରୁଛନ୍ତି। ମାନେ ମୁଁ ସେମାନଙ୍କ ଉପରେ ପୁରା ଗୋଟେ ଡିପେଣ୍ଡେଣ୍ଟ, ଭରସା। ମାନେ ତାଙ୍କେ କୁଆଡେ ଯଦି କୌଣସି ଦିନ ଯଦି ଯିବେ ବାହାରୁ କୌଣସି କାମରେ ମନେକର ଗଲେ ସେ ଦିନ ସାରା ମତେ ଉପାସ ରହିବାକୁ ପଡୁଛି। ସାର୍ ମୋର କ୍ୱାଲିଫିକେସନ ଥିଲା ଡିପ୍ଲୋମା ଇଲେକ୍ଟ୍ରିକାଲ। ତାପରେ ସାର୍ ମୁଁ ବି 1 ଇୟର ଏପେଣ୍ଡିକ୍ସ କରିଛି। ତାପରେ ଜଷ୍ଟ ଯୋଉ ଟାଇମରେ ମୋର ସରିଲା, ମାନେ ସେ ଟାଇମରେ ମୋର ଏଜ୍ ଥିଲା 23 ବର୍ଷ। ମୁଁ ସେ ଟାଇମରେ ଭାବିଥିଲି ଯେ କୌଣସିରେ ଆମର ପ୍ରିପାରେସନ ହେଇକି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ମୋର ଆସିଯାଇଥିଲି ସାର୍। କିନ୍ତୁ ମୋର ତ ଭାଗ୍ୟ ଖରାପ, ମୁଁ ଆଜି ପ୍ରାୟ 7 ବର୍ଷ ହେଲା ବେଡ୍ରେ ହିଁ ଅଛି ସାର୍। ଆଗକୁ ମୁଁ ଚାହୁଁଛି ମୁଁ ନିଜେ କେମିତି ସ୍ୱାଧୀନ ଭାବେ ନିଜ କାମ କରିବି, ଯେମିତି ଭିନ୍ନ କର୍ମର ହେଇକି ଅନ୍ୟ ଉପରେ ଡିପେଣ୍ଡେଣ୍ଟ ହେଇକି ଚଳିବାକୁ ଚାହୁଁନି। ନିଜ ୱାର୍କ ନିଜେ କମ୍ପ୍ଲିଟ୍ କରିବି, ନିଜେ ମାନେ ସ୍ୱାବଲମ୍ବୀ ହେବି, ସେଗୁଡାକ ମୁଁ ଚାହୁଁଛି ସାର୍। ଏବେ ତ ମାନେ ଆମର ସରକାର ପରିବର୍ତ୍ତନ ହେଲା, ସେଥିପାଇଁ ମୁଁ ସାରଙ୍କ ନିକଟରେ ଅନୁରୋଧ କରୁଛି କି ସାର୍ ଯଦି ଚାହିଁବେ ତାହେଲେ ମତେ ମାନେ ଗୋଟେ ଭଲ କୃତ୍ରିମ ଗୋଟେ ଗୋଡ଼ ଦେବେ, ଆଉ କୌଣସି ଗୋଟେ ଛୋଟ କୌଣସି ମୁଁ ଯୋଉ ଇଣ୍ଡିପେଣ୍ଡେଣ୍ଟ କରିବା କୌଣସି ଗୋଟେ ଜବ୍ ହେଲେ ବି ମୁଁ ଆହୁରି ଉପକୃତ ହେଇଥାନ୍ତି। ହଁ ସାର୍, ସବୁରୁ ଆମେ ନିରାଶ ପାଇଥିଲୁ ସାର୍, କୌଣସି ଜିନିଷ ନାହିଁ ସାର୍। ଆମେ ପ୍ରଥମେ ଜଣେଇଥିଲୁ ଆମର ଏବେ ଏସବୁ ତ ନ୍ୟୁଜ୍ ମାନେ ଆମେ ଗିଭେନ୍ସରେ ଦେଇଥିଲୁ ଆମର 2023 ମସିହାରେ। ଏବେ ଆମର ଅଭିଯୋଗ ଶୁଣାଣି ଆମର ଭଞ୍ଜନଗର କେସିପି କଲେଜ ଯୋଉ ହେଇଥିଲା, ସେଠି ଆମର ସେ ଟାଇମର 5T ସଚିବ ଆସିଥିଲେ, ତାଙ୍କୁ ବି ଆପ୍ଲିକେସନ ଦିଆଯାଇଥିଲା। ଏବେ ତ ସରକାର ପରିବର୍ତ୍ତନ ହେଲା, ଆମର ନୂଆ ମୁଖ୍ୟମନ୍ତ୍ରୀ ଆସିଲେ ଏବଂ ଆମର ମୋଦି ସରକାର ହଉଛନ୍ତି ଗରିବଙ୍କର ସରକାର, ଯିଏକି ସେମାନେ ଗରିବରୁ ହିଁ ସେମାନେ ଯିଏକି ବଡ ବଡ ପଦବୀ ଦେଇଥାଉଛନ୍ତି। ସେଇଭଳି ଆଜି ପର୍ଯ୍ୟନ୍ତ ମାନେ ମୋର ଯେ କୌଣସି 7 ବର୍ଷ ହେଲା ମାନେ ଥିଲି, ସେ ଦାବି ମୋର ଏବେ ଯଥାଶୀଘ୍ର ପୂରଣ ହେବ ବୋଲି ମୋର ଇଚ୍ଛା ଅଛି, ବିଶ୍ୱାସ ଅଛି ସାରଙ୍କ ଉପରେ। ଏହି ଦୁର୍ଦ୍ଦଶା ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ। ପାଣ୍ଡିଆନଙ୍କୁ ଭେଟି ଦୁଃଖ କହିଥିଲେ, ସବୁ ନିଷ୍ଫଳ। କେବଳ ମିଳିଛି ଭିନ୍ନକ୍ଷମ ଭତ୍ତା, ହେଲେ ଶିବରାମ କିନ୍ତୁ ଭତ୍ତା ନେବାକୁ ନାପସନ୍ଦ। ତାଙ୍କୁ କୃତ୍ରିମ ଗୋଡ଼ ବ୍ୟବସ୍ଥା କରିବା ସହ କିଛି କାମ କରିବା ପାଇଁ ସୁଯୋଗ ଦେଲେ ନିଜ ସାମର୍ଥ୍ୟ ଅନୁଯାୟୀ ସେ ପରିଶ୍ରମ କରି କିଛି ରୋଜଗାର କରି ସ୍ୱାବଲମ୍ବୀ ହେବା ପାଇଁ ଅନେକ ଆଶା ବାନ୍ଧିଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ ନୂତନ ମୁଖ୍ୟମନ୍ତ୍ରୀ ଯୋଗ ଦେବା ପରେ ତାଙ୍କ ମନୋବଳ ଆହୁରି ବଢ଼ିଯାଇଛି। ନିଶ୍ଚୟ ନୂଆ ମୁଖ୍ୟମନ୍ତ୍ରୀ ମୋ ଦୁଃଖ ବୁଝିବେ ବୋଲି ସେ ଜଣାଇଛନ୍ତି। 2 ଗୋଡ଼ ହରାଇ ମଧ୍ୟ ସେ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଇଚ୍ଛା କରିଥିବାରୁ ତାଙ୍କ ବନ୍ଧୁ ମୃତ୍ୟୁଞ୍ଜୟ କର ଗର୍ବିତ ଅନୁଭବ କରିଛନ୍ତି। ଶିବରାମ ପିଲାବେଳୁ ଭଲ ପାଠ ପଢ଼ିବା ସହ ଜଣେ ପରୋପକାରୀ ବନ୍ଧୁ ଥିଲେ। ଏବେ ସେ ଅକର୍ମଣ୍ୟ ହୋଇପଡ଼ିଛନ୍ତି। ସରକାର ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରନ୍ତୁ ବୋଲି ସେ ମଧ୍ୟ ନିବେଦନ କରିଛନ୍ତି। ତାଙ୍କର କୃତ୍ରିମ ଗୋଡ଼ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଲୋନ୍ ବ୍ୟବସ୍ଥା କରିବାକୁ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ପ୍ରକାଶ କରିଛନ୍ତି। ଆମେ ଫାଷ୍ଟ ପୋଲିସଙ୍କୁ ଇନଷ୍ଟ୍ରକ୍ସନ ଦେବି, ସେ ଡିଟେଲ ଇନକ୍ୱାରି କରିଦେବେ। ଯୋଉଠି ଆମ ଆର୍ଟିଫିସିଆଲ ଲିମ୍ ହେଉଛି ଯଦି ପ୍ରପରଲି ସେଟା ଫିଟ୍ ହେବ ଆମେ ସେ ଅନୁଯାୟୀ ଦେଖିବୁ। ତାପରେ ମେଡ଼ିକାଲ ଟିମ୍ ଇନକ୍ୱାରି କରିବେ। ତାର ରିଗାର୍ଡିଂ ଯେଉଁ ଚାକିରି ପାଇଁ କହୁଛନ୍ତି, ସେ ତ ଯାହା ଆମର ପିଡବ୍ଲ୍ୟୁଡି ସ୍କିମ୍ ଅନୁଯାୟୀ ଅଛି, ଗଭର୍ଣ୍ଣମେଣ୍ଟ ସ୍କିମ୍ ସେ ଅନୁଯାୟୀ ହେବ। ତା ସହିତ ସେ ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି ଆମେ DRIରେ ସବସିଡି ଲୋନ୍ ବି ତାଙ୍କୁ ଦେଇପାରିବୁ, ସେ ଯେମିତି ଆତ୍ମନିର୍ଭରଶୀଳ ହେଇପାରିବ। ମୃତ୍ୟୁଞ୍ଜୟ କର 2017 ମସିହାରୁ ସେ ତାର ସେମିତି ହେଇଯାଇଛି, କଟିଯାଇଛି ଗୋଡ଼ଟା। ଆଉ ସରକାରଙ୍କୁ କ'ଣ କହିବି, ସେ ଯଦି ନିଜ ଇଏରେ ଯଦି କିଛି ମିଳିପାରିବ ଚାକିରି ଫାକିରି ତାକୁ, ସେ ତାର ପର୍ସନାଲ ମେଣ୍ଟେନ୍ କରିକି ରହିପାରିବ। ସେମିତି କ'ଣ ଦେଖିଲେ ଭଲ ହେଇଥାନ୍ତା। ସେ ଗୋଡ଼ ପାଇଁ ବି ଆପ୍ଲାଏ କରିଥିଲା ମଝିରେ 3-4 ଥର, 3-4 ଜାଗାକୁ ଯାଇ ନିରାଶ ହେଇପାରିଛି। ଏବେ ତ ଆମର ମୁଖ୍ୟମନ୍ତ୍ରୀ ଚେଞ୍ଜ ହେଇଛନ୍ତି, ସେ ତ ଭଲ ମୁଖ୍ୟମନ୍ତ୍ରୀ ବୋଲି ସବୁଆଡ଼େ ଲୋକମାନେ କଥାବାର୍ତ୍ତା ବି ଆମେ ବି ଶୁଣିଛୁ। ଯଦି କିଛି ହେଇପାରିଥାନ୍ତା ପାଇଁ ଭଲ ହେଇଥାନ୍ତା। ସେଠି ଆପଣ ତାଙ୍କୁ କେମିତି ଜାଣନ୍ତି? ସେ ମୋ ପିଲାବେଳର ସାଙ୍ଗ, ମିଶିକି ପାଠ ପଢ଼ୁଥିଲୁ, 7 ବର୍ଷ 8 ବର୍ଷ ହେଲା ତାକୁ ଦେଖିଲେ ବି ଦୁଃଖ ଲାଗୁଛି ଆମକୁ। ଆଉ ଯଦି କିଛି ହେଇପାରିବ ସରକାରଙ୍କ ତରଫରୁ ତାହେଲେ ଆମେ ବହୁତ ଖୁସି ହବୁ। ସେ ଡିପ୍ଲୋମା କରିଛି ସାର୍, ସ୍କୁଲରେ ବି ସବୁବେଳେ ଫାଷ୍ଟ ହଉଥିଲା। ଆଉ ଆମର ସେ ଭଲ ସାଙ୍ଗ ଥିଲା। ଆଉ କ'ଣ, ପରିବାରରେ ତାଙ୍କର କହିବାକୁ ଗଲେ ତା ବଡ଼ ଭାଇଟେ ସେ ବି ବେକାରରେ ବୁଲୁଛି, କିଛି କରୁନି।
ଆଉ ତାଙ୍କ ମା ସ୍କୁଲରେ ପିଅନ ଅଛନ୍ତି। ଆଉ ତାଙ୍କର ବି ଗୋଟେ ବର୍ଷ ପରେ ରିଟାୟାର୍ଡ ହେଇଯିବେ ସେ, ତାଙ୍କର କିଛି ନାହିଁ। ଯଦି କିଛି ସରକାରୀ ସହାୟତା ହେଇପାରିଥାନ୍ତା ଭଲ ହେଇଥାନ୍ତା। ତ ଦେଖିବାକୁ ଗଲେ ବି ତାକୁ ବହୁତ ଦୁଃଖ ଲାଗୁଛି। ଯଦି ସରକାରଙ୍କ ତରଫରୁ ଯଦି କିଛି ସାହାଯ୍ୟ ମିଳିଥାନ୍ତା, ତା ଚାକିରି ଫାକିରି କ'ଣ ତାର କ୍ୱାଲିଫିକେସନ ଅନୁସାରେ ଚାକିରି ଫାକିରି ବି ମିଳିଥାନ୍ତା, ସେ ତାହେଲେ ସିଏ ତା ଲାଇଫରେ ପୁରା, ଆଉ ତ ଯାହା ଏବେ ଏତେ ଦିନ ହେଲାଣି ଯାହା ହେଲାଣି, ଆଉ ଯଦି ଆଗକୁ ଯଦି ଚାକିରିଟା ମିଳିଯିବ ସେ ତାର ନିଜ ଇଏରେ ସେ ଚଳିପାରିବ। ଆଉ ତା ମାଆର ତ ବର୍ଷେ ରହିଲା ଚାକିରି, ସେ ସରିଲା ପରେ ଆଉ ତାଙ୍କ ସେମିତି କିଛି କିଏ ନାହାନ୍ତି। ଯଦି ସରକାରଙ୍କ ପାଖରେ ଯଦି ଏତିକି ଆମେ ଅନୁରୋଧ କରୁଛୁ, ତାର କି ଗୋଡ଼ କି ତାକୁ ଯଦି ନାଇଁ, ଯଦି କିଛି ଚାକିରି ବି ମିଳିଯାଇପାରେ ତାହେଲେ ଭଲ ହେଇଥାନ୍ତା ସେଥିରେ। ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।